ଏହି ଭିଡିଓରେ ଆମେ କାଲର କପାଳ ତଲେର ପାଠର ପ୍ରଶ୍ନ ଉତ୍ତର ଆଜି ଡିସ୍କସନ୍ କରମୁ। ଧଉଳି ପାହାଡ଼ ପାଦ ଦେଶରେ କେଉଁ ନଦୀ ବହି ଯାଉଥାଏ? ଦୟା ନଦୀ। ଅଙ୍ଗଦ ଚୌଧୁରୀ କେଉଁ ବିଷୟ ଛାତ୍ର? ଇତିହାସ। ଅଙ୍ଗଦ ଚୌଧୁରୀ ଇତିହାସ ବିଷୟର ଛାତ୍ର। ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟ ଛାତ୍ର? ନାଲନ୍ଦା। ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି? ଅଶୋକଙ୍କ। କାହା ସଂସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ? ରାଜବଂଶ ଲୋକଙ୍କ ସ୍ପର୍ଶରେ। ଆପଣ କଣ କଳିଙ୍ଗର ରାଜା? ଏହା ଅଙ୍ଗଦ ରାଜବଂଶର ଲୋକଙ୍କୁ କହିଛି। ମୁଁ ତ ଦୁନିଆରେ ସବୁଠୁ ଶୀଘ୍ର ଚାଲେ। ଏହା କାହାର ଉକ୍ତି? ଏହା ରାଜବଂଶର ଲୋକଙ୍କ ଉକ୍ତି। କଳିଙ୍ଗ ମହାରଣା ନାମ କଣ ଥିଲା? କଳିଙ୍ଗ ମହାରଣାଙ୍କ ନାମ ପୁରୁବାକି ଥିଲା। କେଉଁମାନେ ମହାରଣାଙ୍କୁ ସସମ୍ଭ୍ରମ ଅଭିବାଦନ ଜଣାଇଲେ? ପାତ୍ର ମନ୍ତ୍ରୀ ପରିଷଦ ବର୍ଗଙ୍କ ସମେତ ସମସ୍ତ ସେନାନାୟକ ମହାରଣାଙ୍କୁ ଅଭିବାଦନ ଜଣାଇଲେ। କାହା ସହିତ ରାଜଜେମା ଦରବାରର କକ୍ଷକୁ ଆସିଲେ? ପତିଙ୍କ ସହିତ ରାଜଜେମା ଦରବାର କକ୍ଷକୁ ଆସିଲେ। କଳିଙ୍ଗ କିଏ ଆକ୍ରମଣ କରିଛନ୍ତି? ମଗଧ ସମ୍ରାଟ ଅଶୋକ। ଯୁଦ୍ଧ କେଉଁଠି ଆରମ୍ଭ ହୋଇଗଲାଣି? କଳିଙ୍ଗ ଉପକଣ୍ଠରେ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଅଚାନକ ଆକ୍ରମଣରେ କଳିଙ୍ଗର କଣ ଧ୍ୱଂସ ହୋଇଛି? ସୀମାନ୍ତ ବାହିନୀ ଧ୍ୱଂସ ହୋଇଛି। କଳିଙ୍ଗ ଏକ ଅତି ସଙ୍କଟ ମୁହୂର୍ତ୍ତରେ ଆସି ପହଞ୍ଚିଛି। ଏହା କାହାର ଉକ୍ତି? କଳିଙ୍ଗର ମହାମନ୍ତ୍ରୀଙ୍କ ଉକ୍ତି। ରାଜେଶ୍ୱରୀ କେତେ ଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ? 12 ଜଣ ଯୋଦ୍ଧାଙ୍କୁ ରାଜେଶ୍ୱରୀ ଚାହୁଁଥିଲେ। ରାଜେଶ୍ୱରୀ କେତେ ଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ? ରାଜେଶ୍ୱରୀ 5 ଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ। ଯୁଦ୍ଧରେ କେତେ ଜଣ ସେନାପତି ରାଜେଶ୍ୱରୀ ସ୍ଥିର କଲେ? ଯୁଦ୍ଧରେ 12 ଜଣ ସେନାପତି ରାଜେଶ୍ୱରୀ ସ୍ଥିର କଲେ। ରକ୍ତର ନଦୀ କିଏ ପାଲଟିଲା? ରକ୍ତ ନଦୀ ଦୟା ନଦୀ ପାଲଟିଲା। କଳିଙ୍ଗ ଯୁଦ୍ଧ କେତେ ମାସ ଲାଗିଥିଲା? କଳିଙ୍ଗ ଯୁଦ୍ଧ 4 ମାସ ଲାଗିଥିଲା। କେତେ ଦିନରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ ମଗଧ ସମ୍ରାଟ କହିଲେ? 2 ଦିନ ଭିତରେ। ମଗଧ ସୈନ୍ୟଙ୍କ ନିକଟରୁ କଣ ସରି ଆସୁଥିଲା? ମଗଧ ସୈନ୍ୟଙ୍କ ନିକଟରୁ ରସଦ ସରି ଆସୁଥିଲା। ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହେଲେ? ଅଶୋକ ବୃଦ୍ଧଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ। ରାଜଶ୍ରୀ କାହା ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ? ରାଜଶ୍ରୀ ମଗଧ ସେନାପତିଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ। ରାଜନୀତିର ବ୍ରହ୍ମାସ୍ତ୍ର କଣ? ଷଡ଼ଯନ୍ତ୍ର। ଶାନ୍ତି ସ୍ତୂପନ କେଉଁଠି ଅବସ୍ଥିତ? ଧଉଳି ପାଦଦେଶ ପାହାଡ଼ରେ ଶାନ୍ତି ସ୍ତୂପନ ଅବସ୍ଥିତ।